ଚାଷ ଆରମ୍ଭ କରିବା ପୂର୍ବରୁ ମୋତେ ଗୋଟେ ବଡ଼ ଡିସିସନ୍ ନେବାକୁ ପଡ଼ିବ। କେଉଁ ମଞ୍ଜିରୁ ଆମେ ଆମର ଫାର୍ମିଂ ଜର୍ନି ଷ୍ଟାର୍ଟ କରିବୁ। ଆମର ଗୋଟିଏ ଭୁଲ ଡିସିସନ୍ ପୁରା 100 ଦିନର ପରିଶ୍ରମକୁ ଖରାପ କରିଦେଇପାରେ। ଗତ କିଛି ଦିନ ଧରି ଆମେ এই ଜାଗାକୁ ସଫା କରୁଛୁ, ମାଟି ପ୍ରସ୍ତୁତ କରୁଛୁ ଏବଂ ଚାଷ ବିଷୟରେ କିଛି ନୂଆ ନୂଆ କଥା ଶିଖୁଛୁ। ଆଜି ଆମର କାମ ହେଉଛି ଆମ ପ୍ରଥମ ମଞ୍ଜି ଚୟନ କରିବା। ଆମେ ଏମିତି ପନିପରିବା ଚାଷ କରିବାକୁ ଚେଷ୍ଟା କରୁଛୁ ଯେଉଁ ପନିପରିବାକୁ ଗୋଟେ ନୂଆ ଚାଷୀ ବି ସହଜରେ ବଢ଼େଇ ପାରିବ। ସତ କହିବାକୁ ଗଲେ ଆମକୁ ଏବେ ଟିକେ ଭୟ ଲାଗୁଛି, କାହିଁକି ନା ଆମେ ଜାଣିନୁ କେଉଁ ଗଛ ଠିକରେ ବଢ଼ିବ ଆଉ କେଉଁ ଗଛ ଠିକରେ ନ ବଢ଼ିବ। କିନ୍ତୁ ଏ ଚ୍ୟାଲେଞ୍ଜର ଉଦ୍ଦେଶ୍ୟ କେବଳ ଫସଲ ପାଇବା ନୁହେଁ, ବରଂ ପ୍ରତିଦିନ କିଛି ନୂଆ ଶିଖିବା। ଆପଣଙ୍କ ମତରେ ଗୋଟେ ନୂଆ ଚାଷୀ ପାଇଁକା ଭଲ ପନିପରିବା ଗୁଡ଼ିକ କ'ଣ? କମେଣ୍ଟରେ କୁହନ୍ତୁ। ଆମେ କାଲି ଡେ 5ରେ ସେ ମଞ୍ଜି ଗୁଡ଼ାକ ପକେଇବା।